ପିଲାମାନେ OTET 2025 ଆସିବା ଭଳି ଏକ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍ ଆଜି ଆମେ ଡିସ୍କସନ୍ କରିବା। ନିମ୍ନ ସଂଖ୍ୟାଟିକୁ ଭଗ୍ନ ସଂଖ୍ୟା ବା ପରିମେୟ ସଂଖ୍ୟାରେ ପରିଣତ କର। 3.236 ନା 36 ଉପରେ ଆମର ବାର ଚିହ୍ନ ଦିଆଯାଇଛି। ତାକୁ ଆମେ ଅତି ସର୍ଟକଟ୍ରେ କେମିତି କରିବା ନା ଆମର ଯେତିକିଟି ଅଙ୍କ କେତିଟି ଅଙ୍କ ଉପରେ ବାର ଦେଇଛି ନା 2ଟି ଅଙ୍କ ଉପରେ। କେତିଟି ଅଙ୍କ ଉପରେ ଦଶମିକ ପରେ ବାର ନାହିଁ ନା ଗୋଟିଏ ଅଙ୍କ ଉପରେ ବାର ନାହିଁ। ବୁଝିହେଲା? ତ ଆମେ କ'ଣ କରିବା ନା ଆମେ ଯେତିକିଟି ଉପରେ ବାର ଅଛି ସେତିକିଟି ନ ଲେଖିଦେବା ହରରେ, ଆଉ ଯାହା ଉପରେ ବାର ନାହିଁ ବା ଯେତିକିଟି ଅଙ୍କ ଉପରେ ବାର ନାହିଁ ସେତିକିଟି 0 ଲେଖିବା। ତ କେତେ ହେଇଯିବ ଆମର 990 ହେଇଯିବ। ଉପରେ କ'ଣ କରିବା ଦଶମିକ ଉଠେଇକି ସଂଖ୍ୟାଟାକୁ ଲେଖିବା 3236 ମାଇନସ୍ କ'ଣ କରିବା ନା 12କୁ ଛାଡ଼ିକି ଆଉ ଯେତିକି ଅଙ୍କ ବଳି ପଡ଼ିଲେ ତାକୁ ଲେଖିଦେବା ନା 32 ହେବ। ହେଲା, ତ ଇଏ କେତେ ହେଇଯିବ ମାଇନସ୍ କଲେ ନା 3204/990। ୟାକୁ କ'ଣ କରିବ ନା ତୁମେ ସିମ୍ପ୍ଲିଫାଇ କରିଦେବ କିମ୍ବା ଏତିକି ଲେଖିଲେ ମଧ୍ୟ ଆନ୍ସର୍ ଠିକ୍। ତ ତୁମମାନଙ୍କ ପାଇଁ ଆଉ ଗୋଟେ କ୍ୱେଶ୍ଚିନ୍ ଦେଉଛି ମୁଁ ନା 5.27 ନା 7 ଉପରେ ବାର ଅଛି। ତାକୁ ତୁମେ ତାର ଆନ୍ସର୍ କରିକି ଭଗ୍ନ ସଂଖ୍ୟା ପରିମେୟ ସଂଖ୍ୟାରେ ପରିଣତ କରିବ ଆଉ କମେଣ୍ଟରେ ଜଣାଇବ।